ଆମ ଇତିହାସରେ ଆଜିର ଦିନରେ ଜାଣ ଅଜାଣତରେ ଘଟି ଆସିଛି ଅନେକ ଐତିହାସିକ ଘଟଣା। ବର୍ଷର 10ମ ମାସର ଆଜି ହେଉଛି ତୃତୀୟ ଦିନ ଅର୍ଥାତ୍ 3 ତାରିଖ। ବର୍ଷର ଆଜିର ଦିନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜିର ଦିନରେ ଦେଶ ଦୁନିଆରେ ଏମିତି କିଛି ଘଟଣା ଘଟିଛି ଯାହା ଶୁଣିବା ଆପଣଙ୍କୁ ନିହାତି ଦରକାର। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ କ'ଣ କ'ଣ ଘଟଣା ଘଟିଥିଲା ଆମ ଦେଶ ଦୁନିଆରେ। 1863 ମସିହା ଆଜିର ଦିନରେ ଆବ୍ରାହମ ଲିଙ୍କନ ଜାତୀୟ ଥ୍ୟାଙ୍କ୍ସଗିଭିଂ ଦିବସ ପାଳନ କରିବା ପାଇଁ ଘୋଷଣା କରିଥିଲେ। ୱିଲିୟମ ସେୱାର୍ଡଙ୍କ ଦ୍ୱାରା ଲିଖିତ ଏବଂ ସାରା ଜୋସେଫ ହିଲ୍ ଦ୍ୱାରା ପ୍ରଭାବିତ ଏହି କାର୍ଯ୍ୟଟି ଗେଟିସବର୍ଗରେ ଏକ ପ୍ରମୁଖ ୟୁନିୟନ ବିଜୟର ଏକ ସିଧାସଳଖ ପ୍ରତିକ୍ରିୟା ଥିଲା ଏବଂ ଚାଲୁଥିବା ଗୃହଯୁଦ୍ଧ ସମୟରେ ଦେଶକୁ ଏକତ୍ର କରିବାକୁ ଚେଷ୍ଟା କରିଥିଲା। 1949 ମସିହା ଆଜିର ଦିନରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଜ୍ୟୋତି ପ୍ରକାଶ ଦତ୍ତା ବା ଜେପି ଦତ୍ତା ଭାରତର ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ ସିନେମାରେ ବଡ଼ ଧରଣର ଦେଶପ୍ରେମୀ ଯୁଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବା ପାଇଁ ଜଣାଶୁଣା, ଯେପରିକି ବର୍ଡର ଏବଂ ଏଲ୍ଓସି କାରଗିଲ। ତାଙ୍କର ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର ଥିଲା 1985 ମସିହାରେ ନିର୍ମିତ ଚଳଚ୍ଚିତ୍ର ଗୁଲାମୀ। 1953 ମସିହା ଆଜିର ଦିନରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଜନ୍ମଗ୍ରହଣ କରିଥିଲେ। ସେ ଭାରତର ମୁଖ୍ୟ ବିଚାରପତି ଭାବେ 2017ରୁ 2018 ପର୍ଯ୍ୟନ୍ତ ରହି ଅବସର ନେବା ପର୍ଯ୍ୟନ୍ତ ଭାରତର 45ତମ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଧାରା 377କୁ ଅପରାଧମୁକ୍ତ କରିବା, ସାବରୀମାଳା ମନ୍ଦିର ପ୍ରବେଶ ମାମଲା ଏବଂ ଧାରା 497 ସମେତ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। 1984 ମସିହା ଆଜିର ଦିନରେ ହିମସାଗର ଏକ୍ସପ୍ରେସ ଏହାର ପ୍ରଥମ ସେବା ଆରମ୍ଭ କରିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଭାରତ ସବୁଠାରୁ ଦୀର୍ଘ ଯାତ୍ରୀବାହୀ ଟ୍ରେନ୍ ରୁଟ୍ ଆରମ୍ଭ କରିଥିଲା। ପ୍ରଥମେ କନ୍ୟାକୁମାରୀ ଏବଂ ଜମ୍ମୁ ତାୱି ମଧ୍ୟରେ କାର୍ଯ୍ୟ କରୁଥିବା ଏହାର ରୁଟ୍ ପରେ ଶ୍ରୀ ମାତା ବୈଷ୍ଣୋ ଦେବୀ କଟ୍ରା ପର୍ଯ୍ୟନ୍ତ ବିସ୍ତାର କରାଯାଇଥିଲା, ଯାହା ଏହାର ଦୂରତାକୁ ବୃଦ୍ଧି କରିଥିଲା। 2010 ମସିହା ଆଜିର ଦିନରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଥିଲା, ଯାହା 3ରୁ 14 ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଭାରତ ମୋଟ 101 ପଦକ ଜିତିଥିଲା, ଯେଉଁଥିରେ 38ଟି ସ୍ୱର୍ଣ୍ଣ ପଦକ ଥିଲା, ଯାହା ଫଳରେ ଭାରତ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ସ୍ଥାନରେ ରହି କ୍ରୀଡ଼ା ଶେଷ କରିଥିଲା। କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ ଭାରତ ମୋଟ 100ରୁ ଅଧିକ ପଦକ ଜିତିଥିଲା।